ଆପଣଙ୍କୁ ସ୍ୱାଗତ ଆମର ୟୁଟ୍ୟୁବ ଚ୍ୟାନେଲ ମିଷ୍ଟର ମାଝି ୟୁଟ୍ୟୁବ ଚ୍ୟାନେଲ ଯେ କି ଆଜି ଆମେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଇଣ୍ଡିଆନ ହିଷ୍ଟ୍ରିର କିଛି କ୍ୱେଶ୍ଚନ ସହିତ ଜେନେରାଲ ସାଇନ୍ସର କ୍ୱେଶ୍ଚନ ଡିସ୍କସ କରିବା ଯେ କି ଆସୁଥିବ ଆପଣଙ୍କ ଏକ୍ଜାମ ପାଇଁ ନିହାତି ହେଲ୍ପଫୁଲ ରହିବ। ପ୍ରଥମ ପ୍ରଶ୍ନ ଆପଣ ରହୁଛି ବ୍ରାହ୍ମ ସମାଜର ପ୍ରତିଷ୍ଠାତା କିଏ ଥିଲେ? ନା ଆପଣଙ୍କର ସଠିକ ଉତ୍ତର ହବ ବ୍ରାହ୍ମ ସମାଜର ପ୍ରତିଷ୍ଠାତା ଥିଲେ ରାଜା ରାମମୋହନ ରାୟ। ଯିବା ଦ୍ୱିତୀୟ ନମ୍ବର ପ୍ରଶ୍ନକୁ। ଆପଣଙ୍କର ଦ୍ୱିତୀୟ ନମ୍ବର ପ୍ରଶ୍ନ କଣ କହୁଛି ନା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା କିଏ ଥିଲେ? ନା ଆପଣଙ୍କର ସଠିକ ଉତ୍ତର ହବ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଥିଲେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ଯିବା ଆମେ ତୃତୀୟ ନମ୍ବର ପ୍ରଶ୍ନକୁ। ରାମକୃଷ୍ଣ ମିଶନର ପ୍ରତିଷ୍ଠାତା କିଏ? ନା ଆପଣଙ୍କ ସଠିକ ଉତ୍ତର ହଉଛି ରାମକୃଷ୍ଣ ମିଶନର ପ୍ରତିଷ୍ଠାତା ହଉଛନ୍ତି ସ୍ୱାମୀ ବିବେକାନନ୍ଦ। ଯିବା ଆମେ ଚତୁର୍ଥ ନମ୍ବର ପ୍ରଶ୍ନକୁ। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ? ନା ଆପଣଙ୍କର ସଠିକ ଉତ୍ତର ହବ ଡବ୍ଲ୍ୟୁ.ସି. ବାନାର୍ଜୀ ହଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ରାଷ୍ଟ୍ରପତି। ଯିବା ଆମେ ପଞ୍ଚମ ପ୍ରଶ୍ନକୁ। ଭାରତର ସର୍ବୋଚ୍ଚ ଜଳପ୍ରପାତ। ନା ଆପଣଙ୍କର ସଠିକ ଉତ୍ତର ହବ ଭାରତର ସର୍ବୋଚ୍ଚ ଜଳପ୍ରପାତ ହଉଛି ଜଙ୍ଗ ଫଲ। ଯିବା ଆମେ ଷଷ୍ଠ ପ୍ରଶ୍ନକୁ। ଗୋବର ଗ୍ୟାସରେ ମୁଖ୍ୟତଃ କେଉଁ ଗ୍ୟାସ ମିଳିଥାଏ? ନା ଆପଣଙ୍କର ସଠିକ ଉତ୍ତର ହବ ଗୋବର ଗ୍ୟାସରେ ମୁଖ୍ୟତଃ ମିଥେନ ଗ୍ୟାସ ମିଳିଥାଏ। ଯିବା ଆମେ ସପ୍ତମ ପ୍ରଶ୍ନକୁ। କିବୋର୍ଡରେ କେତେଟି ଚାବି ମିଳିଥାଏ? ନା ଆପଣଙ୍କ ସଠିକ ଉତ୍ତର ହବ କିବୋର୍ଡରେ 101ଟି ଚାବି ମିଳିଥାଏ। ଯିବା ଆମେ ଅଷ୍ଟମ ପ୍ରଶ୍ନକୁ। ବିଶ୍ୱ ଜଳର ପିଏଚ ମୂଲ୍ୟ କେତେ? ଏହା ସଠିକ ଉତ୍ତର ହଉଛି ବିଶ୍ୱ ଜଳର ପିଏଚ ମୂଲ୍ୟ ହଉଛି 7। ଯିବା ଆମେ ନବମ ପ୍ରଶ୍ନକୁ। ଭାରତର ପ୍ରଥମ ରେଳ କେବେ ଆରମ୍ଭ ହୋଇଥିଲା? ଆପଣଙ୍କ ସଠିକ ଉତ୍ତର ହବ 16 ଏପ୍ରିଲ 1853 ମୁମ୍ବାଇରୁ ଥାନେ। ଯିବା ଆମେ ଦଶମ ପ୍ରଶ୍ନକୁ। ଆପଣଙ୍କର ଦଶମ ପ୍ରଶ୍ନ କଣ ରହୁଛି? ଭାରତର ଶେଷ ମୋଗଲ ସମ୍ରାଟ କିଏ? ନା ଆପଣଙ୍କ ସଠିକ ଉତ୍ତର ହବ ଭାରତର ଶେଷ ମୋଗଲ ସମ୍ରାଟ ହଉଛନ୍ତି ବାହାଦୁର ଶାହ ଦ୍ୱିତୀୟ। ଯିବା 11 ନମ୍ବର ପ୍ରଶ୍ନକୁ। 11 ନମ୍ବର ପ୍ରଶ୍ନ କହୁଛି ପାଣିପଥ ପ୍ରଥମ ଯୁଦ୍ଧ କେବେ ଲଢିଥିଲେ? ନା ଆପଣଙ୍କ ସଠିକ ଉତ୍ତର ହବ ପାଣିପଥ ପ୍ରଥମ ଯୁଦ୍ଧ 1526ରେ ଲଢିଥିଲେ। ଯିବା ଆମେ 12 ନମ୍ବର ପ୍ରଶ୍ନକୁ। ମାନବ ଅଧିକାର ଦିବସ କେବେ ପାଳନ କରାଯାଏ? ନା ଆପଣଙ୍କ ସଠିକ ଉତ୍ତର ହବ 10 ଡିସେମ୍ବରରେ ମାନବ ଅଧିକାର ଦିବସ ପାଳନ କରାଯାଏ। ଯିବା 13 ନମ୍ବର ପ୍ରଶ୍ନକୁ। ଏଡ୍ସ ଦିବସ କେବେ ପାଳନ କରାଯାଏ? ନା ଆପଣଙ୍କର ସଠିକ ଉତ୍ତର ହବ 1 ଡିସେମ୍ବରରେ ଏଡ୍ସ ଦିବସ ପାଳନ କରାଯାଏ। ଯିବା ଆମେ 14 ନମ୍ବର ପ୍ରଶ୍ନକୁ। ଆପଣଙ୍କ 14 ନମ୍ବର ପ୍ରଶ୍ନ କଣ କହୁଛି ନା ବକ୍ସର ଯୁଦ୍ଧ କେବେ ଲଢିଥିଲେ? ନା ଆପଣଙ୍କର ସଠିକ ଉତ୍ତର ହବ 1764ରେ ବକ୍ସର ଯୁଦ୍ଧ ଲଢିଥିଲେ। ଯିବା ଆମେ 15 ନମ୍ବର ପ୍ରଶ୍ନକୁ। ଓଜୋନ ଦିବସ କେବେ ପାଳନ କରାଯାଏ? ନା ଆପଣଙ୍କର ସଠିକ ଉତ୍ତର ହବ 16 ସେପ୍ଟେମ୍ବରରେ ଓଜୋନ ଦିବସ ପାଳନ କରାଯାଏ। ଯିବା ଆମେ 16 ନମ୍ବର ପ୍ରଶ୍ନକୁ। ଆପଣଙ୍କ 16 ନମ୍ବର ପ୍ରଶ୍ନ କଣ ହଉଛି ଶ୍ରମିକ ଦିବସ କେବେ ପାଳନ କରାଯାଏ? ନା ଆପଣଙ୍କର ସଠିକ ଉତ୍ତର ହବ 1 ମେରେ ଶ୍ରମିକ ଦିବସ ପାଳନ କରାଯାଏ। ଯିବା ଆମେ 17 ନମ୍ବର ପ୍ରଶ୍ନକୁ। ରେଗୁର ମାଟିର ଅନ୍ୟ ନାମ ହଉଛି? ନା ଆପଣଙ୍କ ହଉଛି କଳା ମାଟି ହଉଛି ରେଗୁର ମାଟିର ଅନ୍ୟ ନାମ। ଯିବା 18 ନମ୍ବର ପ୍ରଶ୍ନକୁ। ସଂସଦର ଶୂନ୍ୟ ଘଣ୍ଟାର ସମୟ ହଉଛି? ନା ଆପଣଙ୍କ ସଠିକ ଉତ୍ତର ହବ ମଧ୍ୟାହ୍ନ 12 ରୁ 1 PM। ଚାଲନ୍ତୁ ଯିବା 19 ନମ୍ବର ପ୍ରଶ୍ନକୁ। ଆପଣଙ୍କର 19 ନମ୍ବର ପ୍ରଶ୍ନ କଣ କହୁଛି ଭାରତର କେତୋଟି ଭାଷା ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରାପ୍ତ? ନା ଆପଣଙ୍କ ସଠିକ ଉତ୍ତର ହବ 22ଟି ଭାଷା ହଉଛି ଭାରତର ଭାଷା ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରାପ୍ତ। ଯିବା ଆମେ 20 ନମ୍ବର ପ୍ରଶ୍ନକୁ। ପାଗଳ କୁକୁର କାମୁଡିବା ଦ୍ୱାରା କେଉଁ ରୋଗ ହୁଏ? ନା ଆପଣଙ୍କ ସଠିକ ଉତ୍ତର ହବ ରେବିସ ବା ହାଇଡ୍ରୋଫୋବିଆ। ଯିବା ଆମେ 21 ନମ୍ବର ପ୍ରଶ୍ନକୁ। 21 ନମ୍ବର ପ୍ରଶ୍ନ କେଉଁ ରାଜ୍ୟର ପଞ୍ଚାୟତ ରାଜର ପ୍ରଥମେ ପରିଚିତ ହୋଇଥିଲା? ନା ଆପଣଙ୍କ ସଠିକ ଉତ୍ତର ହବ ରାଜସ୍ଥାନ। ଯିବା 22 ନମ୍ବର ପ୍ରଶ୍ନକୁ। ଆପଣଙ୍କର 22 ନମ୍ବର ପ୍ରଶ୍ନ କଣ ହଉଛି ଭାରତ ସମ୍ବିଧାନ ପିତା ଭାବେ କିଏ ଜଣାଶୁଣା? ନା ଆପଣଙ୍କ ସଠିକ ଉତ୍ତର ହବ B.A. ଆମ୍ବେଦକର ହଉଛନ୍ତି ଭାରତ ସମ୍ବିଧାନ ପିତା ଭାବରେ ଜଣାଶୁଣା। ଯିବା 23 ନମ୍ବର ପ୍ରଶ୍ନକୁ। କେଉଁ ଦେଶକୁ ଧଳା ହାତୀର ଦେଶ ବୋଲି କୁହାଯାଏ? ନା ଆପଣଙ୍କୁ ଥାଇଲାଣ୍ଡ ଦେଶକୁ ଧଳା ହାତୀର ଦେଶ ବୋଲି କୁହାଯାଏ। ଯିବା 24 ନମ୍ବର ପ୍ରଶ୍ନକୁ। କୋଉ କ୍ଷେତ୍ରକୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି? ନା ଆପଣଙ୍କ ସଠିକ ଉତ୍ତର ହବ ଖେଳ ଏବଂ କ୍ରୀଡା କ୍ଷେତ୍ରକୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଯିବା 25 ନମ୍ବର ପ୍ରଶ୍ନକୁ। ଆପଣଙ୍କ 25 ନମ୍ବର ପ୍ରଶ୍ନ କଣ ହଉଛି ଯାହା ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର?
ନା ଆପଣଙ୍କ ସଠିକ ଉତ୍ତର ହବ ଭାରତ ରତ୍ନ ହଉଛି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର। ଯଦି ଆମ ଭିଡିଓଟି ଭଲ ଲାଗିଛି ନିହାତି ଆମ ଭିଡିଓଟିକୁ ଲାଇକ୍ କରନ୍ତୁ। ଆମ ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିଛନ୍ତି ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଜୟ ଜଗନ୍ନାଥ।